ଖରା ଦିନରେ ଛତୁ ଫାର୍ମଟି ଆମର କିପରି ଥଣ୍ଡା ରହିପାରିବ ଏବଂ ଆମର ଭଲ ଛତୁ କିପରି ଖରା ଦିନରେ ଅମଳ ହୋଇପାରିବ ସେସବୁ ବିଷୟରେ ଚିନ୍ତା କରି ସାଙ୍ଗମାନେ ଆଜି ଏକ ପରୀକ୍ଷା କରିଥିଲି। ଯେଉଁ ପରୀକ୍ଷାରେ ସକ୍ସେସ୍ ହୋଇଛି। ପୂର୍ବ ବର୍ଷ ସାଙ୍ଗମାନେ ସତ କଥା କହୁଛି, ଖରା ଦିନରେ 5ରୁ 6 ଥର ପରିଶ୍ରମ କରି ଆମର ଛତୁ ଫାର୍ମ ଉପରେ ପାଣି ପକା ହେଉଥିଲା। ଖାଇସାରିଲା ପରେ ସାଙ୍ଗମାନେ ଟିକେ ରେଷ୍ଟ ମିଳୁନଥିଲା। କିନ୍ତୁ ଏହି ବର୍ଷ କହିଲେ ଏତେ ପରିଶ୍ରମ କଲେ ହେବ ନାହିଁ। ଏହି ବର୍ଷ ଆମର ପାଣି ପମ୍ପର ନଳାରେ ସ୍ପ୍ରିଙ୍କଲର ସବୁ ଲଗାଇଛି। ଗୋଟେ ପରୀକ୍ଷା କରିଥିଲି, ଏକ୍ସପେରିମେଣ୍ଟ କରିଥିଲି ଆଉ ସଫଳ ହୋଇଛି। ଆପଣମାନେ ଭିଡ଼ିଓ ଭିତରେ ତାହା ଦେଖିବାକୁ ପାଇବେ। ଆପଣମାନେ ଭିଡ଼ିଓକୁ ଦେଖି ଯେଉଁ ସବୁ ଭଲ ପାଇବା ଦେଉଛନ୍ତି ସେହି ଭଲ ପାଇବାରେ ମୁଁ ବହୁତ ଖୁସି ସାଙ୍ଗମାନେ। ବିଶେଷ କରି ଆମର ଅଜୟ ସେଠୀ ଭାଇଙ୍କୁ ମୁଁ ବହୁତ ଧନ୍ୟବାଦ ଦେଉଛି। ଅଜୟ ସେଠୀ ଭାଇ ଆମର ଛତୁ ଫାର୍ମ ବିଷୟରେ ବିଭିନ୍ନ ପ୍ରକାର ମତାମତ ଜଣାଉଛନ୍ତି। ମୁଁ ମଧ୍ୟ ଅଜୟ ସେଠୀ ଭାଇଙ୍କର କମେଣ୍ଟକୁ ପଢ଼ି ବିଭିନ୍ନ ପ୍ରକାର ଛତୁ ଚାଷ ବିଷୟରେ ଶିକ୍ଷା ଲାଭ କରୁଛି। ଅଜୟ ଭାଇ ଆପଣଙ୍କୁ ବହୁତ ଧନ୍ୟବାଦ ଫାଷ୍ଟରୁ। ହଉ ସାଙ୍ଗମାନେ ଆପଣମାନେ ଭିଡ଼ିଓକୁ ଦେଖନ୍ତୁ, ଭିଡ଼ିଓ ଭିତରେ ସବୁକିଛି ରହିଛି। ଚାଲନ୍ତୁ ବର୍ତ୍ତମାନ ଭିଡ଼ିଓଟିକୁ ଆରମ୍ଭ କରିବା। ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ, ଆପଣମାନେ ସକାଳୁ ଗୋଟେ ନୂଆ ଭଲରେ ସ୍ୱାଗତ କରୁଛି। ସାଙ୍ଗମାନେ ଆଜି ଆମର ଫାର୍ମରେ ବହୁତ ଗୁଡ଼ିଏ କାମ ରହିଛି। ଆମର ଫାର୍ମର ଉପର ପଟେ ଆଜି ଆମେ ସ୍ପ୍ରିଙ୍କଲର ଲଗାଇଦେବା। ବର୍ତ୍ତମାନ ତ ଖରା ଦିନ ହୋଇଗଲାଣି, କିନ୍ତୁ ଆଜି ଟିକେ ମେଘୁଆ ଭଳିଆ ଜଣାପଡ଼ୁଛି। ଆଗକୁ ବର୍ଷାର ସମ୍ଭାବନା ଅଛି। 21, 22, 23 ତାରିଖ ସମ୍ଭାବନା ଅଛି ବର୍ଷାର ଟିକେ। ଆଉ ବର୍ତ୍ତମାନ ତ ମେଘୁଆ ହେଉଛି। ମେଘୁଆ ହେଲେ ବି ଆମେ ସ୍ପ୍ରିଙ୍କଲରଟା ଆଗୁଆ ଲଗାଇଦେବା। ଆଗକୁ ତ ଆମର ଛତୁ ଚାଷରେ ଅନେକ କାମ ରହିଛି। କାମ ଭିତରେ ସ୍ପ୍ରିଙ୍କଲର ଆଉ ଲଗାଇ ହେବ ନାହିଁ। ଆଉ ଆମର ସେକେଣ୍ଡ ଫାର୍ମଟା ଯେଉଁ ହେଉଛି ସେଇ ବାରିମୁଣ୍ଡ ତଳେ ହେଉଛି ସେକେଣ୍ଡ ଫାର୍ମଟା। ସେକେଣ୍ଡ ଫାର୍ମରେ ଆମର ବନ୍ଧାବନ୍ଧି ବର୍ତ୍ତମାନ ଚାଲିବ। ବନ୍ଧାବନ୍ଧି କରିବା ପାଇଁ ଆମର ରସି ବର୍ତ୍ତମାନ ନାହିଁ। ରସି ଗଲେ ଆମେ କିଣିକି ଆଣିବା। ଆଉ ଆମର ସ୍ପ୍ରିଙ୍କଲରଟା ଆଜି ଲଗିବ ସେଇ ଫାର୍ମ ଉପରେ ଲାଗିବ। ସ୍ପ୍ରିଙ୍କଲର ପାଇଁ ଯାହା ବି କିଛି ଦରକାର ଆମେ ଆଜି ମଧ୍ୟ ଦୋକାନରୁ ଯାଇ କିଣିକି ଆଣିବା। ହାରେ ସ୍ପ୍ରିଙ୍କଲର କିପରି କ'ଣ ଲାଗୁଛି ଆପଣମାନଙ୍କୁ ଆଜି ତାହା ମୁଁ ଦେଖାଇବି। ଆମର ଦେଖନ୍ତୁ ସେଇ ପଛପଟେ ଆମର କୂଅ ଅଛି। କୂଅରେ ଟୁଲୁ ପମ୍ପ ଲାଗିଛି। ଟୁଲୁ ପମ୍ପରୁ ଆମର ସ୍ପ୍ରିଙ୍କଲର କନେକ୍ସନ୍ ହେବ। ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଆଜି ଦେଖିବାକୁ ତାହା ପାଇବେ। ଆଉ ବର୍ତ୍ତମାନ ସକାଳୁ ଚାଲନ୍ତୁ ଯାହା ବର୍ତ୍ତମାନ ଖାଇଦେବା। ପୂର୍ବ କାଳରେ ଜେଜେମା ମାନେ ସେ ମାଣ୍ଡିଆ ଯାଉ ପ୍ରସ୍ତୁତ କରି ଖାଉଥିଲେ। ମାଣ୍ଡିଆ ଯାଉ ସାଙ୍ଗମାନେ ଦେହ ପାଇଁ ବହୁତ ଉପକାର, ଦେହ ପାଇଁ ବହୁତ ଭଲ। ବୋଉ ଏସବୁ ମାଣ୍ଡିଆ ଯାଉ ଖାଇବ। ଆଉ ମୋ ପାଇଁ ବୋଉ ଦେଖନ୍ତୁ ଏଠାରେ ମାଣ୍ଡିଆ ଯାଉ ରଖିଦେଇକି ଯାଇଛି। ବର୍ତ୍ତମାନ ମାଣ୍ଡିଆ ଯାଉ ଖାଇବି। ସାଙ୍ଗମାନେ ଆପଣମାନେ ସବୁବେଳେ ଜାଣିଥିବେ ତେଲ ଜିନିଷ ଆମ ଦେହ ପାଇଁ ବହୁତ କ୍ଷତିକାରକ। ବରା, ଆଳୁଚପ ଇତ୍ୟାଦି ଖାଇବା ଅପେକ୍ଷା ମାଣ୍ଡିଆ ଯାଉ ଖାଇବା ଦେହ ପାଇଁ ବହୁତ ଭଲ। ଆମେ ବି ମଧ୍ୟ ସାଙ୍ଗମାନେ ଆମର ଯେତେବେଳେ ମାଣ୍ଡିଆ ନଥିଲା ଆମେ ବି ସେମିତି ବିଭିନ୍ନ ପ୍ରକାର ତେଲ ଖାଉଥିଲୁ। ଆଉ ମାଣ୍ଡିଆ ଆମର ଯେତେବେଳେ ଅମଳ ହୋଇସାରିଲା ତାପରେ ମାଣ୍ଡିଆ ଯାଉ ପ୍ରତିଦିନ ହେଉଛି। ମାଣ୍ଡିଆ ଯାଉ ବର୍ତ୍ତମାନ ଆମର ସକାଳୁ ସବୁଦିନ ଖାଇବା ହେଉଛି। ଆପଣମାନଙ୍କର ଯଦି ବିଲ ଆଡ଼େ ଅଛି ମାଣ୍ଡିଆ ଚାଷ କରନ୍ତୁ। ମାଣ୍ଡିଆ ଅମଳ କରି ସବୁବେଳେ ମାଣ୍ଡିଆ ଯାଉ ଖାଆନ୍ତୁ। ପୂର୍ବ କାଳର ଆପଣମାନେ ଜାଣିଥିବେ ଯେଉଁ ସବୁ ଜେଜେମାନେ ମାଣ୍ଡିଆ ଯାଉ ଖାଉଥିଲେ ସେମାନେ ବହୁତ ଷ୍ଟ୍ରଙ୍ଗ ଥିଲେ। ଆମେ ବର୍ତ୍ତମାନ ଆମର ବିଲରେ ସବୁ ସାର କେମିକାଲ ବିଭିନ୍ନ ପ୍ରକାର ପକାଉଛେ। ସେସବୁ ଆମର ଦେହ ପାଇଁ ବହୁତ କ୍ଷତିକାରକ। ଆମର ସାଙ୍ଗମାନେ ଆପଣମାନେ ବିଶ୍ୱାସ କରିବେନି, ସାର ଏବଂ ବିଭିନ୍ନ ପ୍ରକାର ଯେଉଁ କେମିକାଲ ଆମର ସେମିତି ପଡ଼ୁନାହିଁ, କମ୍ ପଡ଼ୁଛି ସାଙ୍ଗମାନେ। ବର୍ତ୍ତମାନ ତ ବିଲରେ ନ ପଡ଼ିଲେ ବି ସାର ମାନେ ଆମର କୌଣସି ବି ପନିପରିବା କି ଫସଲ କିଛି ବି ହେବ ନାହିଁ। ଆମର ଯେତିକି ପଡ଼ିବା କଥା ଆମର ତାଠାରୁ ଏକଦମ 100%ରୁ ଆମର 5 କିମ୍ବା ଏଇ 10% ଭଳିଆ ପଡ଼ୁଛି। ମାନେ ସମ୍ପୂର୍ଣ୍ଣ ବି ତ ସେମିତି ଆମେ ଯଦି ନ ପକେଇବା ବିଲରେ ତେବେ ବର୍ତ୍ତମାନ ଫସଲ ହେଉନାହିଁ। ଆଉ ଯିଏ ଥରଟେ ସାଙ୍ଗମାନେ ଅଧିକ ସାର ପକାଇ ଦେଇଛି ତା ଆଗ ବର୍ଷ ସାଙ୍ଗମାନେ ସେ ତାଠାରୁ ଅଧିକ ସାର ଯଦି ନ ପକେଇବ ବିଲରେ ତାହେଲେ ଫସଲ ହେବ ନାହିଁ। ଆମେ ସେଥିପାଇଁ କମ୍ ପକାଉଛୁ। ଆଉ ଯାହା ବି ହଉ ଆମେ ସାର ଜିନିଷ ସବୁବେଳେ ଖାଉଛେ। ଆଉ ସେଥିପାଇଁ ଆମର ଦେହ ବର୍ତ୍ତମାନ ୱିକ୍, ଆମେ ଷ୍ଟ୍ରଙ୍ଗ ନାହିଁ ସେତେ। ପୂର୍ବ କାଳ ଯେତେ ଲୋକ ଥିଲେ ସେମାନେ ବହୁତ ଷ୍ଟ୍ରଙ୍ଗ ଥିଲେ, ବିନା ସାର ବିନା କେମିକାଲ ଖାଦ୍ୟ ଖାଉଥିଲେ। ହଉ ସାଙ୍ଗମାନେ ଖାଇଦେଉଛି। ଆମେ ପୁଣି ଜଗନ୍ନାଥ ପ୍ରସାଦ ଛକକୁ ଯିବା। ସେଠାରୁ ଆମର ଫାର୍ମ ପାଇଁ ବିଭିନ୍ନ ପ୍ରକାର ସବୁ ଜିନିଷ କିଣିକି ଆଣିବା। ଖାଇବା ପିଇବା ବର୍ତ୍ତମାନ ସାଙ୍ଗମାନେ ସରିଗଲା। ବର୍ତ୍ତମାନ ଫାର୍ମ ଭିତରକୁ ଯାଉଛି। ସ୍ପ୍ରିଙ୍କଲର କିପରି କ'ଣ ଲଗା ହେବ ଆପଣମାନଙ୍କୁ ଟିକେ ମୁଁ କହିଦେଉଛି। ମୁଁ ମଧ୍ୟ ଦେଖିବି କେତେଟା କ'ଣ ଟାଇ ଆମର ଲାଗିବ। ଦେଖନ୍ତୁ ସାଙ୍ଗମାନେ ଟାଇ ସବୁ ଆଣି ଏଠାରେ ବନ୍ଧା ଯାଇଛି।
गोटे बाउंसर सांग मैंने देखूँ गोटे आमर टोलु बम मोटर नला लगा हो सेकर मुंडरू एपट पर्यंत आसी प्रति 2 फुटे गोटे गोटे आमर स्प्रिंकलर लगी स्प्रिंकलरटा आमर पानी छाटिब सेपट को माने स्प्रिंकलर 5 फुट एरिया पूरा पानी छिंचीद छिंचीदे आमर मझिरे आमर ये बाउंसटा एपरी रही बाउंसर सब नला लगी नलार सब स्प्रिंकलर गोटे गोटे सब लगी टाई द्वारा ताको सब बंधा हो रखा होती एपरी मझिरे रहिले से 5 फुट एरिया कभर कर सेपट को पानी छिंचब आमर सेपट साइड को पानी छिंचब एपरी आमर फार्म उपर रखी ताको बांधी देले आमर पाल पड़ी एवं आमर जो सब देखो काशदंडी पड़ी पानी रे ओदा होगा से फार्म तल को टोपा टोपा हो पानी सब पड़े आमर फार्म भीतरटा पूरा ठंडा रहिबो एपरी आमको आज फिटिंग करा पड़ो मु काली टाई आणिकी एपरी गोटे साइड रे बांधी देछि ये आमर गोटे साइड रेडी होइछि आ सेपट आमर 2 लाइन बाकी रही आ 2 लाइन रे आमको बाउंस आनी आमको ये नला सब टाई द्वारा बांधा पड़ो एवं फार्म उपर आज फिटिंग करदा पड़ो आ चलत बर्तमान आपको आज मुझे देखाईदेवी आमर जो बेड पड़ी बेड केते कौन सब माइसलम मारिला देखु आमर आज को ये सांग मैंने 3 दिन होगला 3 दिन देखो ये सब आमर मेसीन रे कटा जाइथिबा नड़ा मेसीन रे नड़ा जो कटा होइछि देखो माइसलम सब आसीगला आ चलत बर्तमान सेपट साइड आपको देखाइबी देखो ये हूँ आमर हाथ में कटा जाइथिबा नड़ा आउ हाथ कटा जाइथा नड़ार देखो माइसलम सब आसी 3 दिन भितर कि 2 दिन भितर आमर पिन हेड सब पलि आसिबो धीरे धीरे आ बर्तमान तो खरा टिके हेउथिला बर्तमान टिके मेघुआ हेबो टिके शीघ्र पलि आसिबो बोली जहा भाबुछु आ देखो ये सब माइसलम एपटे होइछि आमर बेड्र एपट पार्श्वर मध्य माइसलम होइछि देखो ये माइसलम ये सब होइछि देखो ये आमर हाथ कटा जाइथिबा नड़ा 2टा आमर हाथ कटा जाइथिबा नड़ा पड़ी परीक्षा करने तो पड़ा आपण मैंने पूर्व वीडियो देखी जानी थे आमर परीक्षा करने पक्का होती एपट आमर मेसीन कटा जाइथिबा नड़ा 2टी बेड़ पड़ी जदि आमर मेसीन कटा जाइथिबा नड़ा जो 2टी बेड़ आमर पड़ी यही बेड़ जदि आमर टिके कम छतु आसीबो आ आमर हाथ कटा जाइथिबा नड़ारो टिके अधिक छतु आसीबो आमे मेसीन आउ सेमिति काटिबा नाही हाथ रे काटिबा आ सांग माने जदि आमर 4टी बेड्रु समान छतु आसीबो तेबे आमर मेसीन जमी नड़ा काटुजे सेमिति आमे नड़ा काटिबा हाथ रे आउ परिश्रम करी नड़ा गुड़िक काटिबा नाही जदि आमर मेसीन रे ठीक आसुजी तेबे आमे हाथ रे कमे बेकार परिश्रम करी काटिया सांग माने गोटे परीक्षा से आगुआ करा होइछि देखिबा आ से 10 दिन भितर जना पड़ केते कोन छतु अमल हेउछि हो सांग माने जरी बर्तमान मु घड़ाई दउछि जिबा हमर स्प्रिंकलर पाई जहा सब टाई दरकार आनिबा अन्यान्य जहा किछि दरकार आनी ताको बंधा बंधी करबा सांग माने देखंतु महुमाछी बर्तमान आमर घर एई ऊपर बर्तमान एपरि उड़ुछंती महुमाछी एपरी सब गोटे जगार आ गोटे जगह जाउछंती जत्ते महुमाछी सांग माने आमर सेई देखो से जो आगर जो घरटा देखा जाउछि एटा हम घर एई घरर पछपटे एपरी महु फेणा करुछंती प्रति वर्ष आज किंतु गोटे जगार आ गोटे जाउछंती पुणी थर एपरी सांग माने 3 थर जीवा आसा करलेनी पुणी थरे आसिकी सेई घरे आमर रहउछंती देखंतु सांग माने केते महुमाछी महुमाछी सांग माने जदि मारिदेवे सांग माने बहुत जोरे पीड़ा लगे बर्तमान पाखरे अच्छी आपटे देखा गोटे गोटे महुमाछी पलि आस मो पाखापाखि महुमाछी देखो से ऊपर ये बसिले महु फेणा सांग माने आउ सेमिति माने देखा सेमिति मिलूना किंतु पूर्वर महु फेणा जोठारे हुए लोक मैंने नहीं आसती आ महु आम देह पाई बहुत उपकार महु खाइले ठंडा हुए ना विभिन्न रोगर मुक्ति मिली थाए किंतु बर्तमान सांग मैंने डुप्लिकेट महु सब बिक्री होची महु जो मैंने सब आणुछंती संग्रह करके से माने चीनी सिरा हो कि अलगा जेकोसी द्रव्य मिसाई आमको दे दौरान आम कि जानी पारना देखो केते महुमाछी सांग मैंने अच्छा
ମୁଁ ଆମର ଏଇ ଛାତ ଉପରୁ ଯାଉଛି ଛାତ ଉପରୁ ଯାଇ ଆପଣମାନଙ୍କୁ ଭଲ ଭାବରେ ଦେଖାଉଛି। ସାଙ୍ଗମାନେ ଦେଖନ୍ତୁ ଏଇଠି ଆମ ଏଇଠାରେ ମହୁମାଛି ବର୍ତ୍ତମାନ ବସିଲେଣି ଆଉ ଏମିତି ଯଦି ଯେଉଁଠି ବସିବେ ତାପରେ ସେ ଧୀରେ ଧୀରେ ସେଠାରେ ମହୁ ଫେଣା କରିବେ ଆପଣମାନେ ବର୍ତ୍ତମାନ ଦେଖିପାରୁଥିବେ। ବର୍ତ୍ତମାନ ମହୁମାଛି ସେଇ ଛାତ ତଳେ ବର୍ତ୍ତମାନ ବସି ପଡ଼ିଲେଣି। ବର୍ତ୍ତମାନ ସିଡ଼ିଟେ ପକାଇଛି ଆପଣମାନଙ୍କୁ ଦେଖାଇବା ପାଇଁ ମହୁମାଛିମାନେ କିପରି ବର୍ତ୍ତମାନ ବସିଛନ୍ତି। ଦେଖନ୍ତୁ ସାଙ୍ଗମାନେ ମହୁମାଛି ବର୍ତ୍ତମାନ ଏପରି ଭାବରେ ସବୁ ବସିଛନ୍ତି। ଏସବୁ କେଉଁ ମହୁମାଛି ଆପଣ ଯଦି ଜାଣିଛନ୍ତି ଟିକେ କମେଣ୍ଟ ମାଧ୍ୟମରେ ଜଣାଇବେ। ମୁଁ ଜାଣିପାରୁନାହିଁ ମାନେ ପ୍ରଥମ ଥର ଦେଖୁଛି ସବୁ ମହୁମାଛିକୁ ଦୂରରୁ ଦେଖିଛି କିନ୍ତୁ ଏତେ ପାଖରୁ ମୁଁ ସାଙ୍ଗମାନେ ସତରେ ଦେଖିନଥିଲି। କିନ୍ତୁ ଇଏ କେଉଁ ମହୁମାଛି ଆପଣ ଯଦି କମେଣ୍ଟରେ ଜଣାଇବେ ମୁଁ ଜାଣିଦେବି ଯେ ଇଏ କେଉଁ ମହୁମାଛି, ବାଘ ମହୁମାଛି କି ସାତପୁରିଆ ମହୁମାଛି। ବିଭିନ୍ନ ପ୍ରକାର ସାଙ୍ଗମାନେ ମହୁମାଛି ଅଛନ୍ତି, ବିଭିନ୍ନ ପ୍ରକାର ମହୁ ମଧ୍ୟ ଅଛି। ଆପଣ ନାଁ ଶୁଣିଥିବେ ବାଘ ମହୁ କି ସାତପୁରିଆ ମହୁ ଏପରି ସବୁ ନାଁ ଅଛି। ସେଇ ମହୁମାଛିରୁ ସେ ସବୁ ମହୁର ନାଁ ଦିଆଯାଇଥାଏ। ସାଙ୍ଗମାନେ ଆମର ଟିକେ ଜଗନ୍ନାଥ ପ୍ରସାଦ ଛକକୁ ଯିବା ଆଉ ଲେଟ୍ ହୋଇଗଲାଣି। ଆପଣମାନଙ୍କୁ ମହୁମାଛି ଦେଖାଇବା ପାଇଁ ମୁଁ ଟିକେ ଭିଡ଼ିଓଟେ କରିଦେଉଥିଲି। ସାଙ୍ଗମାନେ ବର୍ତ୍ତମାନ ଚାଲିଲେ ଆମର ଜଗନ୍ନାଥ ପ୍ରସାଦ ଛକକୁ। ସମୟ ସାଙ୍ଗମାନେ 10ଟା ହୋଇଗଲା। ଗାଈ ବର୍ତ୍ତମାନ ଆସୁଛନ୍ତି ଶରଧାପୁର ଗାଈ ବର୍ତ୍ତମାନ ପହଞ୍ଚି ଯାଇଛି ଆମର ଜଗନ୍ନାଥ ପ୍ରସାଦ ଛକରେ। ଚିଣ୍ଟୁ ଭାଇଙ୍କର ହାର୍ଡ଼ୱେର୍ ଦୋକାନରୁ ଆମେ ଟାଇ ଆଣିବା। ଚିଣ୍ଟୁ ଭାଇ ଟାଇ ଆଉ ଅଛି ବୋଲେ ଦେଲ। ହଁ ଏଇ ଯେ ହଁ ହଁ ଏଇଟା ନେଇଯିବା 60ଟା ଖଣ୍ଡେ ଆଉ ହବନି 60ଟା। ଆଉ ଟା ବଡ଼ ଟାଇ ଅଛି କି? କିନ୍ତୁ 60ଟା ହେଇଗଲା। ଆଉ କେତେ ଟଙ୍କା? 60 ଟଙ୍କା। କପଡ଼ା ରସି ଆମର ଦରକାର ହେଉଥିଲା 160 ଟଙ୍କା ପଡ଼ୁଛି। ଦେଖିଲ ଦେଖିବା କେମିତି କ'ଣ ଏପଟେ ଅଛି ନୂଆ ଆସିଛି ଆମର ଦରକାର ତ ନେଇଯିବା ଆଉ। ଗୋଟେ ନଳା ଯିବ ଏଇଥର ଆଉ ଏପଟେ ଗୋଦାମ ଘରଟା ଆଉ କିନ୍ତୁ ଭାଇଙ୍କର ଗୋଦାମ ଘର ଆମର ଏଇ ନାଇଲନ ଜରି ଗୋଟେ ନେବା। କପଡ଼ା ରସି କେଉଁ ଭଳିଆ ଦୁଇ ପ୍ରକାର ଆସିଛି କି? ଏଇଟା ହଁ ଏଇଟା ତ ବଢ଼ିଆଟା ଆମେ ଏଇଟା ୟୁଜ୍ କେତେବେଳେ କରିନୁ। ଏଇଟା 160। ହଁ ଏଇଟା ଟିକେ ଷ୍ଟ୍ରଙ୍ଗ ରହିବ ଏଇଟା। ଇଏ ଆଉ ଗୋଟେ ଆମେ ଆଣିଥିଲୁ ଖାଲି ରଙ୍ଗୀନଟା ତ ଖାଲି ଆଉ ହଁ ପତଳାର ଏ ଯୋରା 10 ଟଙ୍କା ବନ୍ଧାବନ୍ଧି ହେଉଛି ନାଇଲନର। ଦେଖିବା ଦେଖିଲା ହେରା କହିଲା କ'ଣ ଆମେ ଆର ବର୍ଷ ଆଣିଥିଲୁ। ହଁ ହେରା ଟିକେ ଓଇକି ହେଉଛି ହେରା ଏରା ଟିକେ ରହିବ ଟିକେ ମୁଁ ଭାବୁଛି ଅଧିକ ଦିନ। ଏଟା ଟିକେ ଭଲ ଏଇଟା ପୁରା ହେଭି ଷ୍ଟ୍ରଙ୍ଗ ଆଉ ଆଠୁ ବି ଏଇଟା ବି ଭଲ। ହଉ ଏଇଥର ନେଇଯିବା ଆଉ କିଲୋଟେ ନେଇଯିବା। କ'ଣ କରିବା ଓଜନ ଟିକେ ରହୁଛି ଆଉ। ହଉ ଦେଇଦିଅ ସବୁ ତ ନେଇଯିବା ଦେଇଦିଅ। ଆଉ ଥରଟେ କମେ ନେବା ଏକାଥରେ ନେଇ ଯାଇଥିଲେ ଥିଲେ ବି ଏରା ଯେଉଁ କାମରେ ଲାଗିବ ଗୋଟେ। ଆଠୁ ଟିକେ ହେରା ବି ଭଲ ନା ସେଟା ନାଇଲନ ଭଳିଆ ଟିକେ ରହୁଛି। ଏଇଟା ବି ଭଲ ନଷ୍ଟ ହିଁ ହବନି। ହେଇରା ପତଳା ଦେଖେ ଏଇରାକ ଟାଇପର ଯୋଉରା ଏମିତିଆ ସବୁ ଯୋଉ ଇଏ ଭଳିଆ ହେଇଥିବ ଖସୁଥିବ ସେଇଗୁଡା ଟପ୍ ରହିବ। ଆର ଗୁଡା ଯୋଉରା କପଡା ଭିଡିଲେ ଯୋଉରା ଚିରିଯିବ। ଏଟା କ'ଣ ଭିଡିଲେ ଚିରି ହବ କି? ନା ନା ଏଟା ଲମ୍ବିବ ଭିଡିଲେ ଟିକେ। କୋରା ବର୍ତ୍ତମାନ ନେବି ମୁଁ ଜାଣିପାରୁନି। ଏଇଟା ବି ଭଲ ଉଠିବ। କପଡ଼ା ରସି ଏଇଟା ଗୋଟେ ଆଣା ହେଲା ସେଇଟା ଚେଞ୍ଜ କରିକି ଆଉ ବ୍ଲିଚିଂ ପାଉଡ଼ର ଟାଇ। ଚିଣ୍ଟୁ ଭାଇ କେତେ ଟଙ୍କା ହେଲା ଟିକେ ହିସାବ କରିଦିଅ। ଇଏ ଆମର କେଜିଟା 160 ଟଙ୍କା ପଡ଼ିଲା ନା କି? ଆଉ ବ୍ଲିଚିଂ ପାଉଡ଼ର ଟାଇ ଆଉ 270। ଇଏ 60 ଟଙ୍କା ପକେଇଲା ତ
ହଉ ଘରେ ପହଞ୍ଚି ଆମର ଦେଖନ୍ତୁ ଟାଇ ଗୁଡ଼ିକ ସବୁ ବର୍ତ୍ତମାନ ବାନ୍ଧିବା କାମ ଆରମ୍ଭ କରିଦେଲିଣି। ଆଉ ଇଏ ହେଉଛି ଆମର ସ୍ପ୍ରିଙ୍କଲର, ପୁରା ଛୋଟ ସ୍ପ୍ରିଙ୍କଲର ଇଏ ସାଙ୍ଗମାନେ। ଆଉ ଏଇ ଆମର ଯେଉଁ ଟୁଲୁ ପମ୍ପ ମଟର ନଳାଟି ଅଛି ଏଥିରେ ଆମର ଛୋଟ କଣା କରି ଏଇ ଆମ ସ୍ପ୍ରିଙ୍କଲରଟି ତାକୁ ମୋଡ଼ି ମୋଡ଼ି ରଖା ହେଇଛି। ମୁଁ ମାନେ ଏଇଟା କେଉଁଠୁ ଦେଖି ନାହିଁ ସାଙ୍ଗମାନେ, ୟା ପାଇଁ ସ୍ୱତନ୍ତ୍ର ନଳା ଆସୁଛି, କିନ୍ତୁ ଆପଣମାନେ ଯଦି ଏପରି ସିଷ୍ଟମ କରିବାକୁ ଚାହୁଁଛନ୍ତି ତେବେ ନଳା ଆଣି ମଧ୍ୟ କରିପାରିବେ। ଆଉ ଇଏ ନଳାଟି ଆମର ସେ 500 ଟଙ୍କା ଭିତରେ ପଡ଼ିଥିଲା। 500 ଟଙ୍କାରେ ଆମର ଛତୁ ଫାର୍ମର ଉପରେ ଆମେ ଏପରି ଭାବରେ ସ୍ପ୍ରିଙ୍କଲର ସବୁ ଲଗାଇ ପାରିବା। ଆମର ଯେଉଁ ସ୍ପ୍ରିଙ୍କଲର ଦେଖନ୍ତୁ ଏ ସବୁ ନାଲି ନାଲି ଗୋଟେ ଗୋଟେ ସବୁ ଲାଗିଛି, ସେ ସ୍ପ୍ରିଙ୍କଲର ସାଙ୍ଗମାନେ 214 ଟଙ୍କା ପଡ଼ିଥିଲା। ଅନଲାଇନରୁ ଅର୍ଡ଼ର କରିଦେଇଥିଲି, କିନ୍ତୁ ଆହୁରି ଅନେକ ଅଛି ମୋ ପାଖରେ, ଆଭେଲେବୁଲ୍ ଅଛି ପୁରା। ମାନେ ଯେତିକି ଦରକାର ଆମର ସେତିକି ଲଗା ହେଉଛି। ଆଉ ଗୋଟେ ଫାର୍ମ ପୁଣି ସେପଟ ଅଛି, ସେପଟ ଫାର୍ମରେ ଲଗା ହେବ। ଆଉ ଦେଖନ୍ତୁ ବର୍ତ୍ତମାନ ଗୋଟେ ଟାଇଟ୍ ସେଇ ମଝିରୁ ଢିଲା ହୋଇଥିଲା, ମାନେ ଗୋଟେ ବଡ଼ ଟାଇଟ୍ ଦେଇଦେଇଥିଲି। ସେଇଟା ଦୁଇପଟ ସାଇଡ଼କୁ ନଳାଟା ଏପଟ ସେପଟ ହୋଇଯାଉଥିଲା। ମଝିରେ ରହିଲେ ଆମର ପାଣିଟା ତାର ଚାରିପଟକୁ ଛିଞ୍ଚିବ, ଯଦି ତଳକୁ ସାଇଡ଼୍ ହୋଇଯିବ ଆଉ ଛିଞ୍ଚି ପାରିବ କି? ଆଉ ଦେଖନ୍ତୁ ସାଙ୍ଗମାନେ ବର୍ତ୍ତମାନ ମଟରଟିକୁ ମୁଁ ଚଲାଇଛି, ଆଉ ଏପରି ଭାବରେ ବର୍ଷା ଭଳିଆ ପୁରା ପାଣି ଛିଞ୍ଚିବ। ଆଗକୁ ଯାଇକି ମୁଁ ଆପଣମାନଙ୍କୁ ଦେଖାଇବି। ଆଉ ବର୍ତ୍ତମାନ ଟିକେ ସମୟ ଚାଲିଲା ପରେ ଆମର ଭଲ ଭାବରେ ପାଣିଟି ଚାରିଆଡ଼କୁ ପୁରା ଛିଞ୍ଚି ହୋଇ ପଡ଼ିବ। ଆଉ ଯେହେତୁ ଆମର ଦେଖନ୍ତୁ ଟାଇ ଗୁଡ଼େ ସବୁ ବନ୍ଧା ହୋଇଛି, ତ ଫିଟିବ ନାହିଁ ସହଜରେ। ଆଉ ଆଗକୁ ଦେଖନ୍ତୁ ଏଇଠି ପାଣି ଏପରି ଭାବରେ ସବୁ ପଡ଼ିବ। ଆଉ ଟିକେ ଆପଣମାନଙ୍କୁ ଭଲ ଭାବରେ ଦେଖାଯାଉନଥିବ, ମୋବାଇଲ ମାଧ୍ୟମରେ ରେକର୍ଡ଼ିଂ କରୁଛି। ଆଉ ଦେଖନ୍ତୁ ଏଇଠି ଖରା ତ ହେଉଛି, ଆପଣମାନଙ୍କୁ ଏଠାରୁ ଟିକେ ଟିକେ ଭଲରେ ଦେଖାଯାଉଥିବ। ଏପରି ଆମର ଛତୁ ଫାର୍ମର ଉପର ଭାଗରେ ଆମେ ରଖିଦେବା। ରଖିଦେଲେ ଆମର ଏହିଭଳି ଯେଉଁ ପାଣି ପଡ଼ୁଛି ଟିକେ ଟିକେ ଆମର ଉପରେ ପଡ଼ିଥିବା ପାଳ ଏବଂ କାଶତଣ୍ଡି ସବୁ ରାଗରେ ପାଣି ଚାରିଆଡ଼େ ପଡ଼ିବ। ସବୁ ରାଗରେ ପାଣି ପଡ଼ିଲା ପରେ ସବୁ ଓଦା ହେଇଯିବ। ଓଦା ହେଲେ ତଳକୁ ଠୋପେ ଠୋପେ ହେଇ ପାଣି ପଡ଼ିବ। ତାହା ମଧ୍ୟ ଆଗକୁ ଆପଣମାନଙ୍କୁ ମୁଁ ଦେଖାଇବି। ବର୍ତ୍ତମାନ ଦେଖନ୍ତୁ ଫାର୍ମ ଉପରେ ବର୍ତ୍ତମାନ ଫିଟିଂ କରିଦେଇଛି। ଆଉ ସାଙ୍ଗମାନେ ସେମିତି ତ ଭିଡ଼ିଓ ମାଧ୍ୟମରେ ଦେଖାଇ ହେଉନି କିପରି କ'ଣ ଫିଟିଂ କଲି। ଫିଟିଂ କରିସାରିଲା ପରେ ଆପଣମାନଙ୍କୁ ତାହା ଦେଖାଉଛି। ଆଉ ଆପଣମାନଙ୍କର ସମୟକୁ ବର୍ବାଦ ମୁଁ କରିବାକୁ ଚାହୁଁନି। ସବୁ ଜିନିଷ ସରିଲା ପରେ ଆପଣମାନଙ୍କୁ ଦେଖେଇଲି। କେବଳ ସାଙ୍ଗମାନେ ବାଉଁଶ ଗୁଡ଼ାକରେ ଯେତେ ସବୁ ବାନ୍ଧିଥିଲି ନଳା, ସେଇ ବାଉଁଶ ଗୁଡ଼ିକ କେବଳ ସିଧା କରିକି ଏପରି ରଖିଦେଇଛି। ଏସ୍ ଟାଇପ୍ର ରଖିଦେଇଛି ସାଙ୍ଗମାନେ, ଏସ୍ ଟାଇପ୍ର ରଖିଦେଇଛି। ଆଉ ଇଏ ହେଉଛି ଗୋଟିଏ ନଳା। ଏଇ ଗୋଟିଏ ନଳାରେ ଆମର ଟୁଲୁ ପମ୍ପଟି କନେକ୍ସନ୍ ହୋଇଛି। ଦେଖନ୍ତୁ ବହୁତ ଭଲ ଭାବରେ ପଡ଼ୁଛି ସାଙ୍ଗମାନେ, କିଛି ଅସୁବିଧା ନାହିଁ। ଯେତେ ଖରା ହେଲେ ବି ଆଉ କିଛି ଅସୁବିଧା ନାହିଁ। ଆମକୁ ଖରା ହେଲେ ପାଣି ପକାଇବାକୁ ପଡ଼ୁଥିଲା, ଦିନକୁ ସେଇ 4 ରୁ 5 ଥର ପାଣି ପକାଇବାକୁ ପଡ଼ୁଥିଲା। ପୁଣି ଶୁଖିଗଲେ ପୁଣି ଆଉ ଥରେ ପାଣି ପକାଇବାକୁ ପଡ଼ୁଥିଲା। କିନ୍ତୁ ଏଥର ଆଉ ପାଣି ପକାଇବାକୁ ପଡ଼ିବ ନାହିଁ ବୋଲି ଚିନ୍ତା କରି ଏହିଭଳି ଗୋଟେ କାର୍ଯ୍ୟକ୍ରମ କରାହୋଇଛି। ଆଉ ୟା ପାଇଁ ସ୍ୱତନ୍ତ୍ର ନଳା ସାଙ୍ଗମାନେ ଆସୁଛି, ଅନଲାଇନରେ ସବୁ ରହୁଛି, କିନ୍ତୁ ଅନେକ ଗୁଡ଼ିଏ ସେଇଟା ଅଧିକ ପଇସା ରହୁଛି। ଆଉ କିନ୍ତୁ ମୁଁ ଚେଷ୍ଟା କଲି ଯେ ଆମର ଏଇ ନଳାରୁ ମୁଁ କହିଲି କିଛି ଗୋଟେ ଆଇଡ଼ିଆ ବାହାର କରିବା, ଯେପରି ସ୍ପ୍ରିଙ୍କଲର ଛୋଟ ଛୋଟ ଆଣି ତାକୁ ଲଗାଇ ଫାର୍ମକୁ କିପରି ଥଣ୍ଡା କରିପାରିବା, ଖରାରୁ କିପରି ଆମେ ମୁକ୍ତି ପାଇପାରିବା। ଆଉ ଆମର ଯେଉଁ ପରିଶ୍ରମ କରୁଛେ ଖରାରେ, ସେଥିରୁ ମଧ୍ୟ କିପରି ଆମେ ମୁକ୍ତି ପାଇପାରିବା ବୋଲି ଚେଷ୍ଟା କରି ଏପରି ଗୋଟେ କରାହୋଇଛି। ଆଉ ତଳେ ତ ଆପଣମାନେ ଦେଖିପାରୁଥିବେ ଏହିଭଳି ଟୋପେ ଟୋପେ ହୋଇ ପାଣି ସବୁ ପଡ଼ୁଛି। ସାଙ୍ଗମାନେ ସମୟ ବର୍ତ୍ତମାନ 2:05 ହୋଇଗଲାଣି। ବର୍ତ୍ତମାନ ଆମର ସ୍ପ୍ରିଙ୍କଲରଟା ଫିଟିଂ ହୋଇଗଲା। ଆଉ ଗୋଟେ ସବୁଠାରୁ ବଡ଼ ଚିନ୍ତା ଗଲା ଖରାଦିନ ପାଇଁ। ପୂର୍ବ ବର୍ଷ ଆମର ଏହି ଫାର୍ମରେ ଗୋଟେ ବଟରଫ୍ଲାଏ ସ୍ପ୍ରିଙ୍କଲର ଲଗାଇଥିଲେ, ସେଇଟା ସେତେ କାମ କଲା ନାହିଁ। ଆମର ସେଇ ଟୁଲୁ ପମ୍ପ ମୋଟର ଲାଗିଥିଲା, କିନ୍ତୁ କମ୍ ଜାଗା ମାନେ ପାଣି ଛିଞ୍ଚିଥାଏ। କିନ୍ତୁ ଆମର ଏହି ଦେଖନ୍ତୁ ଯେଉଁ ଆଇଡ଼ିଆଟା ଆମର ସ୍ପ୍ରିଙ୍କଲର ସବୁ ଲଗା ହୋଇଛି, ଇଏ ବହୁତ ଭଲ କାମ ଦେଉଛି। ସାଇଡ଼ରେ ଟିକେ ଛାଡ଼ି ଯାଉଛି, କିନ୍ତୁ ସେଇଟା ମୋଟରଟା ଆଉ ଟିକେ ଉପରକୁ ଦେଇଦେଲେ ସେଇଟା ଠିକ୍ ହେଇଯିବ। ଯେତିକି ପଡ଼ୁଛି ସାଙ୍ଗମାନେ ଠିକ୍ ପଡ଼ୁଛି। ଉପରେ ଟୋଟାଲ ପୁରା ଓଦା ହେଉଛି। ଓଦା ହେଲା ମାନେ ତଳକୁ ଆମର କୁଲିଂଟା ଆସିବ, ଥଣ୍ଡାଟା ଆସିବ। ଆଉ ପାଣି ତଳେ ସବୁ ପଡ଼ୁଛି। ଆଉ ଖରାର ତାଉଟା ସେତେ ଆଉ ଖାପିବ ନାହିଁ ଆମ ଫାର୍ମକୁ। ଫାର୍ମଟି ଆମର ଖରା ଦିନରେ ମଧ୍ୟ ବହୁତ ଥଣ୍ଡା ରହିବ। ଆଉ ସାଙ୍ଗମାନେ ମୁଁ ସବୁବେଳେ ଚେଷ୍ଟା କରୁଛି ପରିଶ୍ରମ କାମ କିପରି କମ୍ କରିବା, ଆଉ କିଛି ନା କିଛି ଗୋଟେ ଟେକ୍ନୋଲୋଜି ବାହାର କରି ନିଜର ଗୋଟେ ଅନୁଭୂତି ଦ୍ୱାରା କିପରି ଆଗକୁ ଆମେ ବଢ଼ିବା, ଆଉ ପରିଶ୍ରମ ଯାହାଫଳରେ ଟିକେ କମ୍ ହେବ। ମୁଁ ସବୁବେଳେ ସେଇଟା ଚେଷ୍ଟା କରୁଛି। ଆଉ ଦେଖନ୍ତୁ ଏଇଟା ପ୍ରଥମ ଥର ଯେତେବେଳେ ମୁଁ ପରୀକ୍ଷା କରିଥିଲି, ଏଇଟା ସେହି ଭିଡ଼ିଓଟା।
ଆପଣମାନଙ୍କୁ ଦେଖାଉଛି ସାଙ୍ଗମାନେ ଆମର ଏହି ସ୍ପ୍ରିଙ୍କଲରଟା ଲଗା ହୋଇଗଲା କିନ୍ତୁ ୟାର ଗୋଟେ ଡିମେରିଟ୍ ସାଙ୍ଗମାନେ ଅଛି। ଡିମେରିଟ୍ କ'ଣ ଦେଖନ୍ତୁ ମୋଟରର ଯେଉଁଟା ଇନଲେଟ୍ ଯେଉଁଆଡ଼େ ପାଣି ଯାଉଛି ସେଇ ବାଟରେ ମାନେ ଏଠି ଦେଖନ୍ତୁ ମୋଟର କନେକ୍ସନ୍ ହେଇ ପାଣିଟା ଯାଉଛି କିନ୍ତୁ ଯେଉଁଟା ଆଉଟଲେଟ୍ ସେଇଟା ଆମର ବନ୍ଦ କରାହେଇଛି ଯାହାଫଳରେ କି ଆମର ଏଇ ଛୋଟ ଛୋଟ କଣା ଅଛି କଣା ମାଧ୍ୟମରେ ଚାରିଆଡ଼କୁ ପାଣି ସବୁ ଯାଉଛି। ଆଉଟଲେଟ୍ ଆମର ପୁରା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦିଆହେଉଛି। ବନ୍ଦ କରିଦେଲା ଫଳରେ ଆମର ଇନଲେଟ୍ରେ ପାଣି ଗଲା ଆଉ ଯେଉଁତକ ବଳକା ପାଣି ନଳାରେ ତ ନିଶ୍ଚିନ୍ତ ଭାବରେ ରହିବ। ସବୁ ପାଣି ଆମର ଏହି ସ୍ପ୍ରିଙ୍କଲର ଦ୍ୱାରା ବାହାରକୁ ବାହାରିବ ନାହିଁ ରହିଯିବ ନଳାରେ। ଫାର୍ମ ଉପରେ ନଳାଟା ଆମର ସବୁବେଳେ ସାଙ୍ଗମାନେ ପଡ଼ି ରହିବ ଆଉ ନବା ଆଣିବା କେତେ ଥର କରିବା ସବୁବେଳେ ଯେଉଁ ପଡ଼ି ରହିବ ନିଶ୍ଚିନ୍ତ ଭାବରେ ସାଙ୍ଗମାନେ ସେଇ ନଳା ଭିତରେ ଶିଉଳି ପଡ଼ିବ। ଶିଉଳି ପଡ଼ିଲେ ମୁଁ ଚେଷ୍ଟା କରିଛି ଆଗକୁ ବ୍ଲିଚିଂ ସେଇ ନଳା ଭିତରେ ଦେଇ ମାନେ ସେଇ ଆଉଟଲେଟ୍ଟା ଟିକେ ଖୋଲିଦେବି ଆଉ ସେଇଟା ଗୋଟେ ଚେଷ୍ଟା କରିଛି। ଆଉ ଆଗକୁ ମୁଁ ସାଙ୍ଗମାନେ ଯାହା ବି କିଛି ଗୋଟେ କରେ ଯାହା ବି କିଛି ଗୋଟେ ଏକ୍ସପେରିମେଣ୍ଟ କରେ ମୁଁ ଚେଷ୍ଟା କରିବି କ'ଣ ତା'ର ମେରିଟ୍ ହେବ ଡିମେରିଟ୍ କ'ଣ ସବୁ ଭାବି ଚିନ୍ତିକି ସବୁ କାମରା କରେ। ଆଉ ଆମର ସାଙ୍ଗମାନେ ଯେଉଁ ନଡ଼ା କଟା ମେସିନ୍ଟି ହୋଇଥିଲା ତାକୁ ମଧ୍ୟ କମ୍ପ୍ଲିଟ୍ କରାଯିବ କରା ହୋଇନି କେବଳ ପରୀକ୍ଷା କରିବା ପାଇଁ ସେଇଟା ସେଇଦିନ ମୁଁ ଭିଡ଼ିଓ ଗୋଟେ କରିଦେଇଥିଲି। ଆଉ ତାକୁ ଗୋଟେ ଫ୍ରେମ୍ କରାହେବ ସାଙ୍ଗମାନେ ମାନେ ସୁରକ୍ଷାରେ କିପରି ଆମେ ନଡ଼ା କଟାଯିବ ସେଇଟା କରାଯିବ। ଆମର ୱେଲ୍ଡିଂ ଦୋକାନ ବାଲାଙ୍କୁ ଆମେ କହିଛୁ ଆଉ ସେ କିନ୍ତୁ ଟିକେ ବ୍ୟସ୍ତ ରହୁଛନ୍ତି ଆସିପାରୁନାହାନ୍ତି ସେଇ ଫିଟର ଆସିଲେ ଆମେ ସେଇଟା କମ୍ପ୍ଲିଟ୍ କଲା ପରେ ଆପଣମାନଙ୍କୁ ମଧ୍ୟ ମୁଁ ଭିଡ଼ିଓ ମାଧ୍ୟମରେ ଦେଖାଇବି। ଅଜୟ ସେଠି ଭାଇ ଆମର ଭିଡ଼ିଓ ଦେଖି କମେଣ୍ଟ କରିଥିଲେ ଆମର ଏହି ନଡ଼ା କଟା ଯାଉଥିବା ମୋଟରଟିର ପ୍ରଥମେ ସୁରକ୍ଷା କରିବା ପାଇଁ ନିଜର ସେଫ୍ଟି ମାନେ କରିବା ପାଇଁ କିପରି ହାତ ନ କାଟିବ ସେଥିପାଇଁ କମେଣ୍ଟ କରିଥିଲେ। ନିଶ୍ଚିନ୍ତ ଭାଇ ଆମର ଏହି ନଡ଼ା କଟା ମେସିନ୍ରେ ଆମେ ସେଫ୍ଟିରେ କିପରି ନଡ଼ା କାଟିପାରିବ ତା'ର ଗୋଟେ ନିଶ୍ଚିନ୍ତ ଭାବରେ ତା ଗୋଟେ ସେଫ୍ଟିରେ ରଖାଯିବ। ଆଉ କେବଳ ସେଇ ଚକ୍ରିତକ ଉପରକୁ ବାହାରୁଥିବ ଆଉ ଟୋଟାଲ ମୋଟର ସବୁ ତଳେ ରହୁଥିବ ତାକୁ ସେମିତି ଗୋଟେ ଫ୍ରେମ୍ଟେ କରାଯିବ। ଆଉ ଆମର ଆଗୁଆ ସେଇଟା ଗୋଟେ ପ୍ଲାନିଂ ହୋଇଛି କିନ୍ତୁ ଯେହେତୁ ଆମର ଫିଟର ଟିକେ ଆସିପାରୁନାହାନ୍ତି ସେଥିପାଇଁ ବର୍ତ୍ତମାନ ଆପଣମାନଙ୍କୁ ଟିକେ କହିଲି ନଡ଼ା କଟା ମେସିନ୍ଟି ଏପରି ହେଉଛି ବୋଲି ଟିକେ ଆପଣମାନଙ୍କୁ ଦେଖାଇ ଦେଇଛି ଟିକେ ପରୀକ୍ଷା କରାହେଉଛି ନଡ଼ା କିପରି କ'ଣ କାଟି ହେଉଛି। ଆଉ ସାଙ୍ଗମାନେ ଅଜୟ ସେଠି ଭାଇ ଗୋଟେ ବହୁତ ଭଲ ମୋତେ ଗୋଟେ ଉପଦେଶ ଦେଲେ ଏବଂ ଆମର ସନ୍ଦେହଟି ଗୋଟେ ଦୂର କରିଦେଲେ। ମୋର ଗୋଟେ ସନ୍ଦେହ ଥିଲା ଯେ ଆମର ଏହି ନଡ଼ା କଟା ମେସିନ୍ରେ ଯଦି ଆମର ଛତୁ ବେଡ଼ ପଡ଼ିବ ତେବେ କିଛି ଅସୁବିଧା ରହିବ କି ମାନେ ଯେଉଁ ଫାଟି ଯାଉଛି ଟିକେ ଟିକେ ଆଂଶ ରହୁଛି କିଛି ଅସୁବିଧା ରହିବ କି ମୋର ମନରେ ଗୋଟେ ସନ୍ଦେହ ଥିଲା କିନ୍ତୁ ସେଇ ସନ୍ଦେହକୁ ଅଜୟ ଭାଇ ଦୂର କରିଦେଲେ କହିଲେ ଯେ ନାଇଁ କିଛି ଅସୁବିଧା ନାହିଁ ନଡ଼ା ଯେପରି ହେଉ କି ଚଳିବ କିନ୍ତୁ ଛତୁ ମଞ୍ଜିରେ ସବୁଠାରୁ ଛତୁ ମଞ୍ଜି ସବୁଠୁ ଭଲ ହୋଇଥିବା ଦରକାର। ଠିକ୍ ଅଛି ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ଭିଡ଼ିଓ ଦେଖି ସବୁବେଳେ କମେଣ୍ଟ କରୁଛନ୍ତି। ଆଉ ଆପଣ କହିବା ମୁତାବକ ଏଇ ନଡ଼ା କଟା ମେସିନ୍ରେ ଆମର ନିଶ୍ଚିତ ଭାବରେ ଫ୍ରେମ୍ଟେ ତିଆରି ହେବ। ଆଗକୁ ମଧ୍ୟ ସାଙ୍ଗମାନେ ବିଭିନ୍ନ ପ୍ରକାର ସବୁ ରହିଛି ମାନେ ଗୋଟେ ଟଲି ଗାଡ଼ିଟେ କରାଯିବ ତାକୁ ମଧ୍ୟ ଆଗକୁ ଆପଣମାନଙ୍କୁ ଦେଖାଇବି। ଛତୁ ଫାର୍ମରେ କମ୍ ପରିଶ୍ରମ କରି ମାନେ ଜଣେ କେବଳ ଛତୁ ଫାର୍ମରେ ଲାଗିବ କିପରି ଏବଂ ଅନେକ ଲାଭ ପାଇପାରିବ ସେଇଟା ମୋର ଲକ୍ଷ୍ୟ। ଆଉ କମ୍ ପରିଶ୍ରମ କରି ଅଧିକ କିପରି ଆମେ ଅମଳ ପାଇପାରିବା ଏବଂ ରୋଜଗାରକ୍ଷମ ହୋଇପାରିବା ସେଇଟା ମୁଁ ଚେଷ୍ଟା କରୁଛି। ଆପଣମାନେ ସବୁବେଳେ ଭିଡ଼ିଓ ଦେଖନ୍ତୁ ଭିଡ଼ିଓ ଦେଖିଲେ ସବୁ ଜାଣିପାରିବେ। ଆଉ ଆଜି ସାଙ୍ଗମାନେ ରହୁଛି ଆଗାମୀ ଭିଡ଼ିଓରେ ଦେଖା ହେବା ଗୋଟେ ନୂଆ ଭିଡ଼ିଓ ସହିତ ରହୁଛି।